ଦେଖନ୍ତୁ ବନ୍ଧୁଗଣ, ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଓଡ଼ିଆ ବ୍ୟାକରଣର ଧ୍ୱନି, ବର୍ଣ୍ଣ ଏବଂ ବର୍ଣ୍ଣମାଳା, ଯେଉଁଥିରେ ଆପଣମାନଙ୍କର ଆଗାମୀ ଆସୁଥିବା RI, ଅମିନ, SFS, ଅଙ୍ଗନବାଡ଼ି ସୁପରଭାଇଜର ଏକ୍ଜାମ୍ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମେ ଚାଲନ୍ତୁ ଦେଖିବା ଧ୍ୱନି କାହାକୁ କହିବା। ଧ୍ୱନି ହେଉଛି ପିଲେ ଦେଖନ୍ତୁ ଭାଷାର ସର୍ବନିମ୍ନ ଏକକକୁ ଧ୍ୱନି ବୋଲି କୁହାଯାଏ। କ'ଣ ପିଲେ? ଭାଷାର ସର୍ବନିମ୍ନ ଏକକକୁ ଧ୍ୱନି ବୋଲି କୁହାଯାଏ। ବର୍ଣ୍ଣ ହେଉଛି ଧ୍ୱନିର ସାଙ୍କେତିକ ରୂପକୁ ବର୍ଣ୍ଣ ବୋଲି କୁହାଯାଏ। ସେଇଭଳିଆ ଲିପି ହେଉଛି ଧ୍ୱନିର ଲିଖିତ ରୂପକୁ ଲିପି ବୋଲି କୁହାଯାଏ। ଓଡ଼ିଆ ଭାଷାରେ ପିଲେ ଟୋଟାଲ୍ 49 ଗୋଟି ଆମର ବର୍ଣ୍ଣ ଅଛି। କ'ଣ ପିଲେ? ଟୋଟାଲ୍ 49 ଗୋଟି ବର୍ଣ୍ଣ ଅଛି। ସେଇ ପୁଣି ବର୍ଣ୍ଣମାନଙ୍କୁ ପିଲେ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ସ୍ୱରବର୍ଣ୍ଣ ଆଉ ଗୋଟେ ହେଉଛି ବ୍ୟଞ୍ଜନ ବର୍ଣ୍ଣ। କ'ଣ ପିଲେ? ଗୋଟେ ହେଉଛି ସ୍ୱରବର୍ଣ୍ଣ ଆଉ ଗୋଟେ ହେଉଛି ବ୍ୟଞ୍ଜନ ବର୍ଣ୍ଣ। ପ୍ରଥମେ ଦେଖନ୍ତୁ ସ୍ୱରବର୍ଣ୍ଣ କାହାକୁ କହିବା। ସ୍ୱରବର୍ଣ୍ଣ ହେଉଛି ଅନ୍ୟ ବର୍ଣ୍ଣ ସାହାଯ୍ୟ ନ ନେଇ ଉଚ୍ଚାରିତ ହେଉଥିବା ବର୍ଣ୍ଣମାନଙ୍କୁ ସ୍ୱରବର୍ଣ୍ଣ ବୋଲି କୁହାଯାଏ। କ'ଣ ପିଲେ? ଅନ୍ୟ ବର୍ଣ୍ଣର ସାହାଯ୍ୟ ନ ନେଇ ଉଚ୍ଚାରିତ ହେଉଥିବା ବର୍ଣ୍ଣମାନଙ୍କୁ ସ୍ୱରବର୍ଣ୍ଣ ବୋଲି କୁହାଯାଏ। ଓଡ଼ିଆ ଭାଷାରେ ପିଲେ ସ୍ୱରବର୍ଣ୍ଣ 11 ଗୋଟି ଅଛି। କେତୋଟି ପିଲେ? ଟୋଟାଲ୍ 11 ଗୋଟି ଅଛି ସ୍ୱରବର୍ଣ୍ଣ। କ'ଣ କ'ଣ ପିଲେ? ଦେଖନ୍ତୁ ଆମର 11 ଗୋଟି ହେଲା ଆପଣଙ୍କର ଓ, ଆ, ହର୍ଷେଇ, ଦୀର୍ଘେଇ, ହର୍ଷଉ, ଦୀର୍ଘଉ, ରୁ, ଏ, ଓଇ, ଓ, ଔ। ଟୋଟାଲ୍ ଆପଣଙ୍କର କେତୋଟି? 11 ଗୋଟି ଅଛି। ତାପରେ ଦେଖନ୍ତୁ ବ୍ୟଞ୍ଜନ ବର୍ଣ୍ଣ ଚାଲନ୍ତୁ ଦେଖିବା। ବ୍ୟଞ୍ଜନ ବର୍ଣ୍ଣ କାହାକୁ କହିବା ପିଲେ? ଦେଖନ୍ତୁ ଯେଉଁ ବର୍ଣ୍ଣ ଗୁଡ଼ିକ ସ୍ୱରବର୍ଣ୍ଣ ସାହାଯ୍ୟରେ, କ'ଣ ପିଲେ? ଯେଉଁ ବର୍ଣ୍ଣ ଗୁଡ଼ିକ ସ୍ୱରବର୍ଣ୍ଣ ସାହାଯ୍ୟରେ ଉଚ୍ଚାରିତ ହୁଅନ୍ତି ସେମାନଙ୍କୁ ବ୍ୟଞ୍ଜନ ବର୍ଣ୍ଣ ବୋଲି କୁହାଯାଏ। ବ୍ୟଞ୍ଜନ ବର୍ଣ୍ଣ ଟୋଟାଲ୍ କେତୋଟି ଅଛି ପିଲେ? 38 ଗୋଟି ଅଛି। ଟୋଟାଲ୍ 38 ଗୋଟି ଆମର ବ୍ୟଞ୍ଜନ ବର୍ଣ୍ଣ ଅଛି। ପୁଣି ବ୍ୟଞ୍ଜନ ବର୍ଣ୍ଣକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଉଛି ବର୍ଗ ବ୍ୟଞ୍ଜନ ଆଉ ଗୋଟେ ହେଉଛି ଅବର୍ଗୀୟ ବ୍ୟଞ୍ଜନ। ଦେଖନ୍ତୁ ପ୍ରଥମେ ଦେଖନ୍ତୁ ବର୍ଗ ବ୍ୟଞ୍ଜନ କାହାକୁ କହିବା। ଦେଖନ୍ତୁ ବର୍ଗ ବ୍ୟଞ୍ଜନ ଏଇଟା ଆପଣଙ୍କର ଇମ୍ପୋର୍ଟାଣ୍ଟ ହେଉଛି। ଏଇଟା ପିଲେ ସମସ୍ତେ ମନେ ରଖିବ। ଦେଖନ୍ତୁ କ ବର୍ଗରେ ଯାଉଛି ଆପଣଙ୍କର କ ଠୁ ଆପଣଙ୍କର ଉ ପର୍ଯ୍ୟନ୍ତ। ଏଇଟା ହେଉଛି ଆପଣଙ୍କର କଣ୍ଠ୍ୟ ବର୍ଣ୍ଣ। ଚ ବର୍ଗରେ ଯାଉଛି ପିଲେ ନ୍ୟ ପର୍ଯ୍ୟନ୍ତ। ସେଇଭଳିଆ ଦେଖନ୍ତୁ ଟ ବର୍ଗରେ ଯାଉଛି ଣ ପର୍ଯ୍ୟନ୍ତ। ତ ବର୍ଗରେ ଯାଉଛି ପିଲେ ନ ପର୍ଯ୍ୟନ୍ତ। ପ ବର୍ଗରେ ଯାଉଛି ପିଲେ ମ ପର୍ଯ୍ୟନ୍ତ। ଦେଖନ୍ତୁ କ ବର୍ଗକୁ ଆମର କଣ୍ଠ୍ୟ ବର୍ଣ୍ଣ, ଚ ବର୍ଗକୁ ଆମର ତାଲବ୍ୟ ବର୍ଣ୍ଣ, ଟ ବର୍ଗକୁ ମୂର୍ଧନ୍ୟ ବର୍ଣ୍ଣ, ତ ବର୍ଗକୁ ଦନ୍ତ୍ୟ ବର୍ଣ୍ଣ ଆଉ ପ ବର୍ଗକୁ ଅଷ୍ଟ୍ୟ ବର୍ଣ୍ଣ। କ'ଣ ପିଲେ? ଅଷ୍ଟ୍ୟ ବର୍ଣ୍ଣ। ଦେଖନ୍ତୁ ଏଇଗୁଡ଼ାକ ଏଇ ଲାଷ୍ଟ ଯେଉଁ ଙ, ନିୟ, ଣ ଏବଂ ମ ଏଗୁଡ଼ାକ ଆପଣଙ୍କର ନାସିକ୍ୟ ବର୍ଣ୍ଣ ବା ଅନୁନାସିକ ବର୍ଣ୍ଣ ବୋଲି କୁହାଯାଏ ପିଲେ। ନାସିକ୍ୟ ବର୍ଣ୍ଣ ବା ଅନୁନାସିକ ବର୍ଣ୍ଣ ବୋଲି କୁହାଯାଏ। ତାପରେ ଦେଖନ୍ତୁ ଏଇଟା ଆପଣମାନେ ମନେ ରଖିବେ କିପରି। ଦେଖନ୍ତୁ ପ୍ରଥମେ ଦେଖନ୍ତୁ ଏମିତି ମନେ ରଖିବେ। ଏଇଟାକୁ ମନେ ରଖିବେ କଚଟ ତପ। ଫାଷ୍ଟ ମନେ ରଖିବେ କଚଟ ତପ। ଏପଟ ପୁଣି ମଧ୍ୟ ମନେ ରଖିବେ କତା ମୁଦ ଅ। କରେ ହେଉଛି କଣ୍ଠ୍ୟ ବର୍ଣ୍ଣ, ତାର ହେଉଛି ତାଲବ୍ୟ ବର୍ଣ୍ଣ, ମୁରେ ହେଉଛି ମୂର୍ଧନ୍ୟ ବର୍ଣ୍ଣ, ଦରେ ହେଉଛି ଦନ୍ତ୍ୟ ବର୍ଣ୍ଣ, ଅରେ ହେଉଛି ଅଷ୍ଟ୍ୟ ବର୍ଣ୍ଣ। କତା ମୁଦ ଅ। ବୁଝିପାରିଲେ ପିଲେ? ପୁରା କନଫର୍ମ। ତାପରେ ଦେଖନ୍ତୁ ଅବର୍ଗୀୟ ବ୍ୟଞ୍ଜନ। ଇଏ ହେଉଛି ଅନ୍ତସ୍ଥ ବର୍ଣ୍ଣରେ ଯାଉଛି ଆପଣଙ୍କର ଜ, ୟ, ର, ଳ, ଲ ଆଉ ଅ। ଆପଣଙ୍କର ଅନ୍ତସ୍ଥ ବର୍ଣ୍ଣରେ ଏଗୁଡ଼ାକ ଯାଉଛି। ସେଇଭଳିଆ ଆପଣଙ୍କର ଉଷ୍ମ ବର୍ଣ୍ଣରେ ଯାଉଛି ତାଲବେଶ, ମୂର୍ଧନିଶ, ଦନ୍ତସ, ହ। ଏଗୁଡ଼ାକ ଆପଣଙ୍କର ଉଷ୍ମ ବର୍ଣ୍ଣରେ ଯାଉଛି। ସେଇଭଳିଆ ଅଜଗ ଭାଇ ବର୍ଣ୍ଣ ଆପଣଙ୍କର ଅନୁସାର, ବିସର୍ଗ, ଚନ୍ଦ୍ରବିନ୍ଦୁ। ମନେ ରଖିଲେ ପିଲେ? ଅନୁସାର, ବିସର୍ଗ, ଚନ୍ଦ୍ରବିନ୍ଦୁ ସବୁଗୁଡ଼ାକ ଆପଣଙ୍କର ଇମ୍ପୋର୍ଟାଣ୍ଟ ଯେଉଁଗୁଡ଼ାକ ଅଛି ସେଇଗୁଡ଼ାକ ହିଁ ଲେଖା ହେଇଛି ପିଲେ। ତାପରେ ଦେଖନ୍ତୁ ଅଳ୍ପ ପ୍ରାଣ ବ୍ୟଞ୍ଜନ। କ'ଣ ପିଲେ? ଅଳ୍ପ ପ୍ରାଣ ବ୍ୟଞ୍ଜନ କାହାକୁ କହିବା? ଯେଉଁ ବର୍ଣ୍ଣମାନଙ୍କର ଉଚ୍ଚାରଣରେ ଅଳ୍ପ ବାୟୁ ନିର୍ଗତ ହୁଏ ସେମାନଙ୍କୁ ଅଳ୍ପ ପ୍ରାଣ ବ୍ୟଞ୍ଜନ ବୋଲି କୁହାଯାଏ। କ'ଣ କହିଲା ପିଲେ? ଦେଖନ୍ତୁ ଯେଉଁ ବର୍ଣ୍ଣମାନଙ୍କର ଉଚ୍ଚାରଣରେ ଅଳ୍ପ ବାୟୁ ନିର୍ଗତ ହୁଏ ସେମାନଙ୍କୁ ଅଳ୍ପ ପ୍ରାଣ ବ୍ୟଞ୍ଜନ ବୋଲି କୁହାଯାଏ। ଦେଖନ୍ତୁ ଅଳ୍ପ ପ୍ରାଣ କେଉଁଗୁଡ଼ାକ? ପ୍ରତ୍ୟେକ ବର୍ଗର ପ୍ରଥମ, ତୃତୀୟ ଆଉ ପଞ୍ଚମ। କ'ଣ ପିଲେ? ଦେଖନ୍ତୁ ପ୍ରତ୍ୟେକ ବର୍ଗର ଦେଖିଦେବା ଚାଲନ୍ତୁ। କ'ଣ କହିଲା ପିଲେ? ପ୍ରତ୍ୟେକ ବର୍ଗର ପ୍ରଥମ, ତୃତୀୟ ଆଉ ପଞ୍ଚମ ଏଗୁଡ଼ାକ ଆପଣଙ୍କର ଅଳ୍ପ ପ୍ରାଣ ବାୟୁ ନିର୍ଗତ ହୁଏ ପିଲେ। ତାପରେ ଦେଖନ୍ତୁ କ'ଣ କହିଲା? ଦେଖନ୍ତୁ ପ୍ରଥମ, ତୃତୀୟ ଆଉ ପଞ୍ଚମ। ବୁଝିପାରିଲେ ପିଲେ? ଏଗୁଡ଼ାକ ଅଳ୍ପ ପ୍ରାଣ। ସେଗୁଡ଼ା ଉଦାହରଣ ଦେଖନ୍ତୁ କ, ଗ, ଙ। ସେଗୁଡ଼ା ଚ ବର୍ଗରେ ଆପଣଙ୍କର କ'ଣ ଆସିବ? ଚ, ଜ, ନ୍ୟ ଏଗୁଡ଼ାକ ଆପଣଙ୍କର କ'ଣ ଆସିବ? ଅଳ୍ପ ପ୍ରାଣ ବ୍ୟଞ୍ଜନ। ତାପରେ ଦେଖନ୍ତୁ ମହାପ୍ରାଣ ବ୍ୟଞ୍ଜନ କାହାକୁ କହିବା? ମହାପ୍ରାଣ। ସେଇଭଳିଆ ଦେଖନ୍ତୁ ମହାପ୍ରାଣ ହେଉଛି ଯେଉଁ ବର୍ଣ୍ଣ ଗୁଡ଼ିକର ଉଚ୍ଚାରଣରେ ଅଧିକ ବାୟୁ ନିର୍ଗତ ହୁଏ ସେମାନଙ୍କୁ ମହାପ୍ରାଣ ବ୍ୟଞ୍ଜନ ବୋଲି କୁହାଯାଏ। ପ୍ରତ୍ୟେକ ବର୍ଗର
ଦ୍ୱିତୀୟ ଆଉ ଚତୁର୍ଥ କ'ଣ ପିଲେ ଦେଖନ୍ତୁ କ ବର୍ଗରେ କେଉଁଟା ଆସିବ ଖ ଆଉ ଘ ବୁଝିପାରିଲେ ପିଲେ ଇଏ ହେଉଛି ଆପଣଙ୍କର ଦ୍ୱିତୀୟ ଆଉ ଚତୁର୍ଥ ଆଉ ଆପଣଙ୍କର ଅଳ୍ପ ପ୍ରାଣରେ କେଉଁଟା ଆସିବ ପ୍ରଥମ ତୃତୀୟ ଆଉ ପଞ୍ଚମ ବୁଝିପାରିଲେ ପିଲେ ପୁରା କନଫର୍ମ। ତାପରେ ଦେଖନ୍ତୁ ସଘର୍ଷ ବ୍ୟଞ୍ଜନ କ'ଣ ପିଲେ ସଘର୍ଷ ବ୍ୟଞ୍ଜନ କାହାକୁ କହିବା ସଘର୍ଷ ସଘର୍ଷ ହେଉଛି ଯେଉଁ ବର୍ଣ୍ଣଗୁଡ଼ିକର ଉଚ୍ଚାରଣରେ ସ୍ୱରତନ୍ତୀରେ କମ୍ପିତ ହୁଏ ସେଗୁଡ଼ିକୁ ସଘର୍ଷ ବ୍ୟଞ୍ଜନ କହନ୍ତି। କ'ଣ ପିଲେ କହିଲେ ଦେଖନ୍ତୁ ଯେଉଁ ବର୍ଣ୍ଣଗୁଡ଼ିକ ଉଚ୍ଚାରଣରେ ସ୍ୱରତନ୍ତୀରେ କମ୍ପିତ ହୁଏ ସେଗୁଡ଼ିକୁ ସଘର୍ଷ ବ୍ୟଞ୍ଜନ କହନ୍ତି ଆଉ ଯେଉଁ ବର୍ଣ୍ଣଗୁଡ଼ିକ ଉଚ୍ଚାରଣରେ ସ୍ୱରତନ୍ତୀରେ କମ୍ପିତ ନ ହୋଇଥାନ୍ତି ସେଗୁଡ଼ିକୁ ଅଘୋଷ ବ୍ୟଞ୍ଜନ କହିଥାନ୍ତି। ବୁଝିଲା ପିଲେ ପୁରା କମ୍ପ୍ଲିଟ୍। ତାପରେ ଦେଖନ୍ତୁ ମାତ୍ରା କାହାକୁ କହିବା ମାତ୍ରା ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ ମାତ୍ରା ବୋଲି କୁହାଯାଏ ପିଲେ ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ ମାତ୍ରା ବୋଲି କୁହାଯାଏ ଆଉ ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ ଫଳା ବୋଲି କୁହାଯାଏ। ମାତ୍ରା ଆଉ ଫଳା ଯଦି ସର୍ଟ କ୍ୱେଶ୍ଚନ୍ ପଡ଼ିଲେ କରିପାରିବ ପିଲେ ଫଳା ହେଉଛି କାହାକୁ କୁହାଯାଏ ବ୍ୟଞ୍ଜନ ବର୍ଣ୍ଣର ସାଙ୍କେତିକ ରୂପକୁ ଫଳା ଆଉ ସ୍ୱରବର୍ଣ୍ଣର ସାଙ୍କେତିକ ରୂପକୁ ମାତ୍ରା ବୋଲି କୁହାଯାଏ। ଆପଣଙ୍କର ଇମ୍ପୋର୍ଟାଣ୍ଟ କେଉଁଗୁଡ଼ାକ ରହୁଛି ଦେଖନ୍ତୁ ଟୋଟାଲ୍ ଯେତିକି ଆପଣଙ୍କର ଲେଖା ହେଇଛି ସବୁଗୁଡ଼ାକ ଆପଣଙ୍କର ଇମ୍ପୋର୍ଟାଣ୍ଟ ରହୁଛି ପଢ଼ିଦେଲେ ଥରେ PDF ଫାଇଲ୍ଟିକୁ ମୁଁ ଟେଲିଗ୍ରାମ ଗ୍ରୁପରେ ଛାଡ଼ିଦେବି ଆପଣମାନେ ଥରେ ପଢ଼ିଦେବେ ଟୋଟାଲ୍ ମନେ ରହିଯିବ ଆପଣଙ୍କର। ତାପରେ ଦେଖନ୍ତୁ ଆପଣଙ୍କର ବର୍ଗୀୟ ବ୍ୟଞ୍ଜନ ଏଠୁ ବି ଆପଣଙ୍କର ସର୍ଟ କ୍ୱେଶ୍ଚନ୍ ପଡ଼େ ଆପଣଙ୍କର ଏଟା କେମିତି ମନେ ରଖିବେ ବୁଝିପାରିଲେ ଆପଣଙ୍କର ଫାର୍ଷ୍ଟ ହେଉଛି କଚଟ ତପ ମନେ ରଖିବେ ତାପରେ ହେଉଛି କତାମୁଦ କର ହେଉଛି କଣ୍ଠ୍ୟ ତାର ହେଉଛି ତାଲବ୍ୟ ବର୍ଣ୍ଣ ମୋର ହେଉଛି ମୂର୍ଧନ୍ୟ ବର୍ଣ୍ଣ ଦର ହେଉଛି ଦନ୍ତ୍ୟ ବର୍ଣ୍ଣ ଅର ହେଉଛି ଅଷ୍ଟ୍ୟ ବର୍ଣ୍ଣ। ଯେଉଁମାନେ ତ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଆପଣମାନଙ୍କର ସାଙ୍ଗସାଥିମାନଙ୍କୁ ଭିଡ଼ିଓଟି ସେୟାର କରନ୍ତୁ ଏବଂ ଭିଡ଼ିଓଟି ଗୋଟେ ଲାଇକ୍ କରନ୍ତୁ। ଧନ୍ୟବାଦ ବନ୍ଧୁଗଣ।